बहुचर्चित जीतू मुंडा कंकाल बोहिबा घटना को नहीं पुनर्बार शुद्धि हेबे जीतू मुंडा ଯେଉଁ ନାଁଟି ଦିନେ ଅଜଣା ଅଚିହ୍ନା ଥିଲା। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଡିଆନାଳି ଗ୍ରାମର ଜିତୁ ମୁଣ୍ଡାଙ୍କ ବିଷୟରେ ଏବେ ସବୁଠାରେ ଚର୍ଚ୍ଚା ଚାଲିଛି। ତେବେ ତାଙ୍କ ମୃତା ଭଉଣୀଙ୍କ କଙ୍କାଳକୁ କବର ଖୋଳି ମଲ୍ଲିପସି ବ୍ୟାଙ୍କକୁ ନେବା ଏବଂ ବ୍ୟାଙ୍କରୁ ପୁଣି ଶ୍ମଶାନକୁ ନେଇ ପୋତିବା ଘଟଣାରେ ମୁଣ୍ଡା ସମ୍ପ୍ରଦାୟ ପକ୍ଷରୁ ବାସନ୍ଦ ହୋଇ ରହିଥିବା ଜିତୁ ମୁଣ୍ଡା ଶୁଦ୍ଧି ହେବେ। ଏନେଇ ଆଜି ମୁଣ୍ଡା ସମାଜ ପକ୍ଷରୁ ଗ୍ରାମର ଏକ ପଡ଼ିଆରେ ବୈଠକ ବସିଥିଲା। ଆଜି ଶୁଦ୍ଧିକ୍ରିୟା ହେବା ପରିବର୍ତ୍ତେ ଆସନ୍ତା ବୁଧବାରକୁ ଦିନ ଧାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି। କାରଣ ଶୁଦ୍ଧିକ୍ରିୟାରେ ଆବଶ୍ୟକ ସାମଗ୍ରୀ ଏବଂ ଆବଶ୍ୟକ କୁକୁଡ଼ା ଏବଂ ଛେଳିର ବ୍ୟବସ୍ଥା ହୋଇନଥିବା ଯୋଗୁଁ ଆସନ୍ତା ବୁଧବାର ଦିନ ଜିତୁ ମୁଣ୍ଡା ଶୁଦ୍ଧି ହେବା ନେଇ ଜଣାପଡ଼ିଛି। ଆସନ୍ତା ବୁଧବାର ଦିନ ବନ୍ଧୁବାନ୍ଧବ ସାହି ପଡ଼ିଶା ଏବଂ ମୁଣ୍ଡା ସମ୍ପ୍ରଦାୟର ବିଭିନ୍ନ ଦାୟିତ୍ୱରେ ଥିବା ବ୍ୟକ୍ତିମାନଙ୍କ ଉପସ୍ଥିତିରେ ଶୁଦ୍ଧିକ୍ରିୟା ସମ୍ପାଦନ ହେବ। ବ୍ୟୁରୋ ରିପୋର୍ଟ जनजागरण ओडिया। भिडियो गुड़िक आपंक भल लगुला आम चैनल को सब्सक्राइब करने सह लाइक शेयर करने को भूलु नहीं।